ମୁଁ ଗୌତମ ସାହୁ ଭଦ୍ରକ ଜିଲ୍ଲା ସ୍ୱଦେଶୀ ଜାଗରଣ ମଞ୍ଚର ପୂର୍ଣ୍ଣକାଳୀନ ଭାବରେ କାର୍ଯ୍ୟରତ ଅଛି ଭଦ୍ରକରେ। ପ୍ରଥମତଃ ଧନ୍ୟବାଦ ଦେବି ମା ମାନଙ୍କୁ ଆଉ ସମସ୍ତଙ୍କୁ। ଆଜି ଯେହେତୁ ପରିବେଶ ଦିବସ ଥିଲା, ସମସ୍ତଙ୍କ ହାତରେ ଗୋଟେ ଲେଖା ଗଛ ଥିଲା ଏବଂ ସମସ୍ତଙ୍କ ମନୋଭାବ ଥିଲା ଆମେ କେମିତି ପରିବେଶକୁ ସୁରକ୍ଷା ଦେବା। ନିଜର ପରିବାର, ନିଜର କାମ, ନିଜର ସମୟକୁ ଦେଇକି ଆଜି ଯେତେବେଳେ ଗଛ ଲଗେଇବାକୁ ଆସିଥିଲେ ସମସ୍ତଙ୍କୁ ଧନ୍ୟବାଦ ହୃଦୟରୁ। କାରଣ ଗୋଟିଏ ଗଛ ବଞ୍ଚିଲେ ଗୋଟିଏ ଜୀବନ ବଞ୍ଚିବ। କାରଣ ଗଛଟି ଯଦି ନ ବଞ୍ଚିବ ତାହେଲେ ଆମେ କେହି ବଞ୍ଚି ପାରିବା ନାହିଁ। ଆଜି ଯେତେବେଳେ ପରିବେଶ ଅ ଜଳବାୟୁ ପରିବର୍ତ୍ତନ ହଉଛି, ସେତେବେଳେ ମା ମାନଙ୍କର ଭୂମିକା ଅନ୍ୟତମ। ସବୁବେଳେ ନାରୀ ଶକ୍ତି ଆଗରେ ରହିଥାଏ ଆଉ ନାରୀ ଶକ୍ତି ପାଇଁ ହିଁ ଯୁବ ସମାଜ ସବୁବେଳେ ପରିବର୍ତ୍ତନ ଆସିଥାଏ। ଆଜି ଆପଣ ମାନେ ଦେଖିଥିବେ ସମସ୍ତେ ଆସିକି ପହଞ୍ଚିଥିଲେ ଠିକ ଟାଇମରେ ଏବଂ ଗଛ ଲଗେଇବାର ମନୋବୃତ୍ତି ଯୋଉ ଥିଲା ନିହାତି ଆଗକୁ ରହିବ ଏବଂ ପ୍ରତିବର୍ଷ ଭଳି ବର୍ଷର ଗାଁରେ ଗଛ ଲାଗିବ ଏବଂ ଗଛକୁ ବଞ୍ଚେଇବା ପାଇଁ ଯୋଉ ମା ମାନଙ୍କର ପ୍ରତିଶ୍ରୁତି ସମସ୍ତେ ମଧ୍ୟ ଲାଗିବେ କେମିତି ଗଛଟିଏ ବଞ୍ଚିବ ଏବଂ ସମସ୍ତେ ନିଜର କର୍ତ୍ତବ୍ୟ ପୂରଣ କରିଛନ୍ତି ଏବଂ ସମସ୍ତଙ୍କୁ ଧନ୍ୟବାଦ। ମୋ ନାଁ ଅଜୟ କୁମାର ସାମଲ। ମୁଁ ଏଇ ଲକ୍ଷ୍ମୀନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟର ଜଣେ ସହକର୍ମୀ ଅଟେ ଆଉ ଏଠିକା ଗ୍ରାମବାସୀ। ଆଜି ଯୋଉ ସ୍ୱଦେଶୀ ଜାଗରଣ ମଞ୍ଚ ତରଫରୁ ବୃକ୍ଷରୋପଣ କରାଯାଉଛି ପରିବେଶ ଦିବସ ଉପଲକ୍ଷେ କଣ କହିବେ? ପରିବେଶ ଦିବସ ଉପଲକ୍ଷେ ଆଜି ଯୋଉ ସ୍ୱଦେଶୀ ଜାଗରଣ ମଞ୍ଚ ଭଦ୍ରକ ବଂଶର ଶାଖା ତରଫରୁ ଇଏ SHG ମହିଳା ମାନେ ଆଉ ସମସ୍ତଙ୍କ ମନ ଭିତରେ କେମିତି ପରିବେଶର ସୁରକ୍ଷା ଏବଂ ଏହା ହଉଛି ଆମର ଜୀବନ ରକ୍ଷା, ଏହାକୁ ମାଧ୍ୟମ କରି ଏହାକୁ ପାଥେୟ କରି ସମସ୍ତେ ମନେ ମନେ ସ୍ଥିର କରି ସେ ଆଜି ପ୍ରତ୍ୟେକ ଜଣେ ଜଣେ ଗୋଟିଏ ଗୋଟିଏ ଗଛ ଲଗେଇଛନ୍ତି। ଏଇ ଗଛ ଲଗେଇବା ପଛପଟରେ କେବଳ ଆମ ପରିବେଶ କେମିତି ସୁରକ୍ଷା ରହିବ, ଅସନ୍ତୁଳ ଯୋଉ ବର୍ତ୍ତମାନ ପରିସ୍ଥିତି ସୃଷ୍ଟି ହଉଛି, ବାୟୁମଣ୍ଡଳ ତଥା ଆମର ବର୍ଷା ଋତୁ ହଉ ବା ଋତୁଚକ୍ରରେ ଯୋଉ ବିଭିନ୍ନ ପ୍ରକାର ଅହେତୁକ ପରିବର୍ତ୍ତନ ହଉଛି, ହଠାତ୍ ବର୍ଷା ହଉଛି, ତେଣୁ ଏହା ହିଁ ମୂଳ କାରଣ ହଉଛି ଆମର ଗଛ। ତେଣୁ ବୃକ୍ଷ ଯଦି ଠିକ ଭାବରେ ଆମେ ଲଗେଇ ପାରିବା ଏବଂ ସମସ୍ତେ ଯେମିତି ଆମେ ପିଲା ଗୋଟିଏ ମାନେ ବ୍ୟକ୍ତି ଗୋଟିଏକୁ ପିଲା ଗୋଟିଏ ବା ଯଦି ଆମେ ସେଇ ବ୍ରତକୁ ପାଥେୟ କରିକି ଯେ ବ୍ୟକ୍ତି ଗୋଟିଏକୁ ଗଛ ଗୋଟିଏ ଯଦି ଆମେ ଲଗେଇ ପାରିବା ତାହେଲେ ଯୋଉ ବର୍ତ୍ତମାନ ଯୋଉ ପରିବେଶ ଅସନ୍ତୁଳିତ ଅବସ୍ଥାରେ ଅଛି ତାହା ସନ୍ତୁଳନ ଆସିବାର ଏହା ଗୋଟେ ମାଧ୍ୟମ। ତେଣୁ ଏଇ ପ୍ରଥା ଯଦି ପ୍ରତ୍ୟେକ ଦେଶବାସୀ ସମସ୍ତେ ଅବଲମ୍ବନ କରିବେ ତାହେଲେ ନିଶ୍ଚୟ ଆମ ପରିବେଶ ତଥା ଆମ ହଉଛି ଜଳବାୟୁ କୁ ଆମେ ସୁରକ୍ଷା ଦେଇପାରିବା ଏବଂ ଆମେ ଆମର ଋତୁଚକ୍ରର ସ୍ୱାଭାବିକ ପରିବର୍ତ୍ତନ ଆଣିବା ପାଇଁ ଆମେ ଏହା ଗୋଟେ ପ୍ରୟାସ। ମୋ ନାଁ ରୁନାଲତା ନାୟକ, କଲ୍ୟାଣୀ ପଞ୍ଚାୟତ ବଂଶର ଗ୍ରାମର ସ୍ୱଦେଶୀ ଜାଗରଣ ମଞ୍ଚ ତରଫରୁ ଆମର ଗଛ ଲଗେଇବା ପରିଷଦ ଆମେ ଆୟୋଜନ କରୁଛୁ। ମହିଳା ସଶକ୍ତିକରଣ ହିସାବରେ ଆଜି ପରିବେଶ ଦିବସ, ସେଥିପାଇଁ ଆମେ ଗଛ ଲଗେଇବା କାର୍ଯ୍ୟକ୍ରମ। ଗଛ ଆମେ ଯେତିକି ଆସୁଥିଲୁ ମହିଳା ସମସ୍ତେ ଗଛ ଗୋଟେ ଗୋଟେ ଲଗେଇଛୁ। ମୋ ତରଫରୁ ମା ମାନଙ୍କୁ ଅନୁରୋଧ କରୁଛି ସମସ୍ତେ ପ୍ରତି ବର୍ଷର ପରିବେଶ ଦିବସରେ ଗୋଟେ ଗୋଟେ ଗଛ ଲଗାନ୍ତୁ। ଜାଗରଣ ମଞ୍ଚ ତରଫରୁ ଆମେ ଦେଖିଥିଲୁ କମଳା ଲେମ୍ବୁ ଗଛ ପକେଇଯିବ, ଆପଣ ମାନେ ବାର୍ତ୍ତା ଦେବାକୁ ଚାହୁଁଛନ୍ତି? ସ୍ୱଦେଶୀ ଜାଗରଣ ମଞ୍ଚ କଣ ଚାହୁଁଛି? ନିଜସ୍ୱ ଅମଳ କରିବା, ଫଳ ବିକ୍ରି କରିବା, କଣ ସବୁ ଆପଣଙ୍କ ମନ ଭିତରେ? ଗଛ ଗୋଟେ ଲଗେଇଲେ କିଛି ଯାହା ବି ହେଲେ ଫଳ ହବ। ତାକୁ ଆମେ ମଣିଷ ଭଳି ଛୋଟ ପିଲାକୁ ଆମେ ଯେମିତି ଯତ୍ନ ନେଉଛନ୍ତି, ଗଛକୁ ସେମିତି ଯତ୍ନ